ଆଜି ପବିତ୍ର ରଥଯାତ୍ରା ବା ବିଶ୍ୱ ନିୟନ୍ତାଙ୍କର ଆଜି ଯାତ୍ରା ଯୋଉଟା କି ବିଶ୍ୱର ଏକମାତ୍ର ଯାତ୍ରା ଯାହାକି ପୁରୀରେ କିନ୍ତୁ ଗ୍ରାମାଞ୍ଚଳରେ ଯଦି କହିବା କିଛି ପିଲାମାନେ ଅତି ସୁନ୍ଦର ଭାବରେ ରଥ ନିର୍ମାଣ କରିଛନ୍ତି। ମୁଁ କହିବି କ୍ୟାମେରା ପର୍ସନକୁ ରଥକୁ ଦେଖେଇବେ ଏତେ ସୁନ୍ଦର ଭାବରେ ଏ କୁନି କୁନି ଯୋଉ ପିଲା ରହିଛନ୍ତି କହିବା ଯାଜପୁର ପୌରପାଳିକା ରେ ବୁଲଉଛନ୍ତି ଏ ରଥକୁ ନେଇକି ମତେ ବହୁତ ସୁନ୍ଦର ଲାଗିଲା ସେଥିପାଇଁ ଏ କଥାକୁ ଉପସ୍ଥାପନା କଲି ଏବଂ ଏ ଯୋଉ କୁନି ଛୁଆ ସବୁ ରହିଛନ୍ତି କ୍ୟାମେରା ପର୍ସନକୁ କହିବି ସମସ୍ତଙ୍କୁ ଦେଖେଇବେ ଇଏ ପିଲାମାନଙ୍କୁ ତ ଯିଏ ରଥ ନିର୍ମାଣ କରିଛ ତ ଟିକେ ଆଗକୁ ଆସିବ ପିଲାମାନେ କିଏ କିଏ କରିଛ ଆଚ୍ଛା ତମେ କରିଛ ନା କଣ କୋଉଥିରେ କଲ କେତେ ସମୟ ଲାଗିଲା ତାକୁ ବନେଇବା ପାଇଁ ଆଉ କିଏ କିଏ ମିଶିକି କରିଛ 2 ଦିନ ଲାଗିଲା ଏ ଯୋଉ ସୁନ୍ଦର ଯୋଉ ରଙ୍ଗ ବେରଙ୍ଗର ଯୋଉ ଚିତ୍ର ଅଙ୍କନ ହେଇଛି ତାକୁ କିଏ କରିଛ କୋଉଥିରେ କଲ କଲର ସବୁ ପେନସିଲ ୟା ୱାଟର କଲର ତମେ ସବୁ ଯେତିକି ସବୁ ଅଙ୍କା ଯାଇଛି ତମେ କରିଛ ଆଉ ତୁମେ କଣ କରିଛ ହୁଁ ଘୋଡ଼ା ତିଆରି କରିଛ ସବୁ ମିଶିକି ତିଆରି କରିଛ କେତେ ଜଣ ମିଶିକି କରିଛ 4-5 ଜଣ ତ କେତେ ସମୟ ଲାଗିଲା ସମୟ କେତେ ସମୟ ଦେଲ କୋଉଥିରେ ପଢୁଛ ସପ୍ତମରେ ପଢୁଛ କାହିଁକି ମନ ହେଲା ଏତେ ସୁନ୍ଦର କରିକି ବନେଇବା ପାଇଁ ଆମ ପାଖରେ କିଛି ସ୍ଥାନୀୟ ଲୋକ ଯୋଉମାନେ ରଥକୁ ଦେଖିବା ପାଇଁ ବହୁତ ସମୟ ଧରି ଅପେକ୍ଷା କରିଛନ୍ତି କହିବା ଏଇ ଯୋଉ କୁନି କୁନି ଛୁଆ ମାନେ ରଥ ନେଇକି ଯାଉଛନ୍ତି ଆଉ ବହୁତ ସୁନ୍ଦର ରଥ ହେଇଛି ଆପଣ ଯେମିତି କହୁଥିଲେ ତାକୁ ଦେଖିବା ପାଇଁ ବି ମଧ୍ୟ ଅଟକେଇଲେ ଫଟୋ ବି ଉଠେଇଲେ କଣ କହିବେ ଏ ଛୁଆ ମାନଙ୍କ ଛୁଆମାନେ ଆଜ୍ଞା ଆମର ବହୁତ ଉନ୍ନତି କରିଛନ୍ତି ଛୁଆ ସବୁ ଆମ ଠାକୁର ପୁରା ଦେହ ମୋର କାଣ୍ଡ ମରି ବହୁତ ଆମ ଛୁଆ ଆମର ଏଠି ଭବାନୀ ଆମ ଏଟା ଭବାନୀ ଛୁଆ ବହୁତ ଛୁଆର ଉନ୍ନତି ମାନେ ବିଶେଷ କରି ଠାକୁରଙ୍କର ହନୁମାନଙ୍କର ଜଗନ୍ନାଥଙ୍କ ରଥ ଏତେ ସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ଛୁଆ ଯେମିତିକି ସତ ଯେମିତିକି ବଡ କାରିଗର କିଏ ତିଆରି କରିଦେଇଛି ଛୋଟ ଛୁଆ କରିଦେବେ କୌଣସି କାରିଗର ସାର୍ ଲାଗିଲା ମୁଁ ପିଲାମାନଙ୍କୁ ବି ପଚାରୁଥିଲି ସବୁ ଛୁଆ କରିଦେବେ ତମେ ସ୍କୁଲ ମାନେ କମେଇ କରିକି ଆସି କରିଦେବେ ଏତେ ଭଲ ଲାଗୁଛି ନିହାତି ଭାବରେ ଏଇ ଯୋଉ ପିଲାମାନେ ସବୁ ସୁସଜ୍ଜିତ କରିଛନ୍ତି ଆଉ ଜଣେ ବାବା ଅଛନ୍ତି ବାବା ଦେଖିବେ ଆପଣ ରାସ୍ତାରେ ଯାଉଥିଲେ ଛୁଆଙ୍କ ରଥକୁ ଦେଖିକି ରହିଲେ କେମିତି ସୁନ୍ଦର ଲାଗୁଛି ଛୁଆକୁ ଦେଖିବାକୁ ଆହୁରି ଖୁସି ଲାଗୁଛି ପିଲାବେଳର କଥା ମନେ ପଡିଯିବ ଆଉ ଇଏ ଯୋଉ ପରିଶ୍ରମ କରି କରିଛନ୍ତି ଏମିତି କରିବେ ଏ ମ୍ୟୁନିସିପାଲିଟିରେ କୋଉଠି ଏମିତି ଠାକୁର ହେଇନଥିବେ ତ ସବୁ ହେଇନଥିବେ ନିହାତି ଭାବରେ ବାବାଙ୍କ ମନରେ ଆଖିରେ ଲୁହ ଆସିଯାଉଛି ଠାକୁରଙ୍କ ରଥ ଦେଖିକି ଆପଣ ବି ପିଲାବେଳେ ନଡିଆ ଗୁଡିରେ ଆଉ ବହୁତ ଅନେକ ସାମଗ୍ରୀରେ କଞ୍ଚିରେ ପୋଡିକି ରଥ କରିଥିବେ କିନ୍ତୁ ଏଇ ଯୋଉ ରଥ କେତେ ଭଲ ହେଇଛି କେତେ ଭଲ ହେଇଛି ଯାହା ବଢିଆ ଲାଗୁଛି ଯୋଉ 2 ଦିନ ଛୁଆ ପରିଶ୍ରମ କରିଛନ୍ତି ମୁଁ ସେଇଥିପାଇଁ ଭାରି ଖୁସି ଏକଦମ ନିହାତି ଭାବରେ ସାରା ବିଶ୍ୱ ଦେଖୁଛି ପୁରୀର ରଥଯାତ୍ରା ବା ଘୋଷଯାତ୍ରା କିନ୍ତୁ ଯାଜପୁରରେ ଏଇ ଯୋଉ ପିଲାମାନେ ଯୋଉ ଢଙ୍ଗରେ ରଥଟିକି ବନେଇଛନ୍ତି ଲୋକ ରାସ୍ତାରେ ଗଲାବେଳେ ବି ମଧ୍ୟ ଅଟକିକି ଦେଖୁଛନ୍ତି ଏବଂ ପିଲାମାନଙ୍କୁ ଖୁସିରେ ତାଙ୍କର ମାନେ ଏଇ ଯୋଉ ପିଲାମାନେ କରିଛନ୍ତି ଏ ପିଲାଙ୍କର ଖୁସିର କହିବାର ନାହିଁ ଦେଖୁଥିଲେ ଦୃଶ୍ୟ ଯାଜପୁର ଟାଉନର ଦୃଶ୍ୟ ଯାଜପୁରରୁ କୃଷ୍ଣଚନ୍ଦ୍ର ନାୟକଙ୍କ ରିପୋର୍ଟ ଖବର ଓଡ଼ିଶା।